ମଥୁରାମା ଇଏ କଣ କିରେ? ମଥୁରାମା ହଁ ହଁ କଣ ଭଲଟି? ଇଲୋ ସେମିତି ହରା ହରା ଭଲ ତୁ କିଏ କିରେ? ମୁଁ ଖାଇବା ପିଇବା ଭଲ ହଉଛନ୍ତି? ଇଲୋ ସେ ନନା ଦଉଛି ମହୁର ମହୁର ବାଳନା ମହୁର କହୁଛି। ବାଳ ନନା କେମିତି ଆସିବେ ନା? ଆଠ ଖଣ୍ଡେ ମଉଜେ ତା ନାଁ ଆଉ ଖାଲି ଆମ୍ବ ଆଉ ମହୁର ଇଲୋ ବୋପା। ତୁ ମତେ ଚିନି ପାରୁଛୁ ନା ମଥୁରାମା ମତେ ଚିନି ମୁଁ କିଏ ଚିହ୍ନିଲ? ତୁ କିଏ? ଇଏ ବୁଢୀ ଆଉ ଚିହ୍ନି ପାରୁନି ଆଉ। ମୁଁ କିଏ କହିଲୁ? ସୁକୁଟା ବା। ମୋ ବିଦ୍ୟାଳୟ ମଥୁରାମା ତୁ ସେତେବେଳେ ଆସିଲୁ ମୋ ବିଦ୍ୟା ତତେ ଦେଖିବା କଥା ମନେ ପଡିଲା। ମୋ ସତ କଥା ମଥୁରାମା ପାନ ଆଣିଛି ପାନ। ବୁଢୀ ମତାଣି ଧାଇଲେ ଆସାଇ ପାକୁଆ ପାଟିରେ ପାନ ଚବାଇଲେ ଆସାଇ ବୁଢୀ ମତାଣି ଧାଇଲେ ଆସାଇ ଗଳିବେলা ସବୁ ଗଳିବେଲା ତାଇ ଟିକେ ଦେଇଦେଲା ସେ ଟୋକା ସବୁ ଗଳିବେଲା ଜାଣିଛ ନାହିଁ କୁଆ ଗଳି ପଡଇଲା ଗଳି ପଡଇ ଶିବା ବଲେ କଳି ଦେବ ଲଗେଇଲେ ଆସାଇ ଆଏ ରହିଯା ଏଠି বাড়ি দাঁড়ি তালে ঠুকু ঠুকাই না আসাই বুড়ি মতারি ধাই না আসাই কଣ କରିପାରିବି ମା ଇଏ ଗାଁ ଗାଁରେ ଯିବା ଆସିବା କରିବାକୁ ମତେ ବଡ ଭୟ ଲାଗିଲାଣି ହେଇଥିଲା ଇଏ ଟୋକାଉରା ଇଏ ଲୋକଉରା କହିଲେ କଣ ମଠ ଆସିଲାଣି କୁଆଡୁ ଗୋଟିଏ ଖଳ କଥା ବାହାର କରିଦବ ମଥୁରାମା ମତର ଖାଇଛି ନା ଖାଇଛି ବା ଆଉ ତୁ କିଏ ବେ ରହିଥବା ଲୋକ କଣ କହିବେ ଲୋକ ନ କହିବା ପୂର୍ବରୁ ମୁଁ କହିବାକୁ ରେଡି ହେଇକି ରହିଛି। ମୁଁ ତତେ କହିବାକୁ ପ୍ରସ୍ତୁତ ହେଇକିରି ସେବେଠାରୁ ରହିଛି ଆଜିକାଲି ନୁହଁ। କୋଉ ଦିନ କଥା ନା ପୁରୀର କଣ ମନ ନାହିଁ ଟିକେ ମନ ଏଇଠି ଶୁଣୁ 14 ବର୍ଷ ପୂର୍ବରୁ ଆସିଥିଲୁ ଯୋଉ କୀର୍ତ୍ତି କଳାପ ଗୁଡାକ କଲୁ ଲୋକ ତ ଯାହା କହୁଛନ୍ତି ଆଜି ଯାଏ କହୁଛନ୍ତି ପୁଣି ଆଇଛୁ କାହା ଘରେ ନିଆଁ ଲଗେଇବୁଲୁ 14 ବର୍ଷ ଠାରୁ ମୁଁ ଏଇ ପିଣ୍ଡାରେ ବଇଥିଲି ତୁ ଦାଣ୍ଡରେ ଯାଉଥିଲୁ ସେଇ ସୁକୁଟା ମୁଁ ଟୋକା ଗଣ୍ଠିରୁ ଧରିଛି ଆଉ ସେଦିନ କଥା ଆଜି ଗୋଟେ ମନେ ରଖିଛି ସେଦିନ ଯଦି କହିକେ ରାଜା ଦଶରଥକୁ ମୁଁ ଯଦି ସତ୍ୟ କରାଇ ନଥାନ୍ତି ସେ ରାମଚନ୍ଦ୍ରଙ୍କ 14 ବର୍ଷ ବନବାସ ଯାଇଥାନ୍ତା ସେ ଦୁଷ୍ଟ ରାକ୍ଷସ ପୃଥିବୀ ଉଶ୍ୱାସ ହବ କେମିତି ନା ସେଇଥିପାଇଁ କଳେ ବଳେ କୌଶଳେ ପୁରା ରାମଚନ୍ଦ୍ରକୁ ମନକୁ ପଠେଇ ଦେଲି ମଥୁରାମା କାମ ଭଳିଆ କାମ ଖଣ୍ଡେ କରିଛି ବୁଦ୍ଧି କଣ ନା ମୁଁ ଯଦି ରାମକୁ ବନବାସ ନ ପଠେଇଥାନ୍ତୁ ଦୁଷ୍ଟ ରାକ୍ଷସ ବର୍ତ୍ତମାନ ଆମେ ସାଙ୍ଗେ ରହିଥାନ୍ତୁ ଆଚ୍ଛା ସେ କଥା ତ ଭଲ କାମଟା କଲୁ ଏବେ କୋଉ କାମ କରିବାକୁ ମୁଁ ଭାବୁଛି
ଏବେ ତ ତୋର କିଛି କାର୍ଯ୍ୟ ନାହିଁ ଆଉ ଇରା ଅଛି କଣ ଅଛି କହୁନୁ ତୁ କଣ ଜାଣିପାରୁନୁ? କଣ ନାହିଁ ମୁଁ କିଛି ତୁ ଆଚ୍ଛା କହିବୁ କହିଲୁ ଦେଖି ହଁ ରାମଚନ୍ଦ୍ର ହଉଛନ୍ତି ବୈକୁଣ୍ଠପତି। ସିଏ ତ ବୈକୁଣ୍ଠ ପୁରା ଯିବା କଥା। ସେ ଇଏ ମତ୍ୟ ଧାମରେ ରହିବେ କାହିଁକି? ଏତେ କଳି ହବ କାହିଁକି? ଇଲା ଏତେ ଘଟଣା ଘଟିବ କାହିଁକି? ଇରେ କଥା ସେଇଠି। ଏତେ କଥା ଜାଣି ଶୁଣୁଥର ଆଉ ଏଇଠି ମତେ ଗୋଟିଏ କଳି ମଞ୍ଜି ବୁଣିବାକୁ ହବ ନା। ଇଲୋ କଣ କରିବି? ହଁ ମନେ ପଡିଛି। ମୁଁ ଯାଉଛି ପ୍ରଥମେ ସୀତା ନିକଟକୁ ଯିବି। ତା କାନରେ ଏମିତି କୁମନ୍ତଣ ଦେବି ନିଶ୍ଚୟ ରାମଚନ୍ଦ୍ର ସୀତାକୁ ଅନ୍ତର କରିବେ। କଣ କଲା ଲୋ?